ଭାଇ କାଲି କହିଥିବା କଥାଟି ଯଦି ମନକୁ ଭଲ ଲାଗିଥିଲା ମୋତେ ତ କହିବ ତ ନିହାତି ଭାଇ। ମାନେ ମୋର କହିବାର ଭାଇ ଏତେ ତ ସାମଞ୍ଜସ୍ୟ ନଥାଇ କହିବାଟା ଠିକ୍ ହେବନି, ଭୁଲ ନୁହଁ। ମୁଁ ଏଥିପାଇଁ କହିଥାଏ କି ଆମେ ହିଁ ଚଳୁଛେ ଭାଇ, ଆମ ହିଁ ଚଳୁଛେ। ଗୋଟେ ପିଲା ସେ ସଦାବେଳେ ନିଜକୁ ଦେଖିଥାଏ, ନିଜ ସାଙ୍ଗମାନଙ୍କୁ ଦେଖିଥାଏ, ନିଜ ପରିବାରକୁ ଦେଖିଥାଏ। ପରିବାରରେ ତ ସମସ୍ତେ ଥାନ୍ତି, ବାପା ମାଆ, ସାନ ଭାଇ, ବଡ଼ ଭାଇ, ଭଉଣୀ, କକା ଖୁଡ଼ି, ଦାଦା। ତାପରେ ତାଙ୍କ ନିଜର ମାନେ ମାଆଙ୍କ ପରିବାର ବି ସେମାନେ ଦେଖିଥାନ୍ତି। ଯେମିତି ଅଜା ଆଈ ହୁଅନ୍ତି ଯଦି ଥାଆନ୍ତି, ତାପରେ ତ ଆଜିକା ଟାଇମ୍ରେ ତ ସେମାନେ ବେଶୀ ଦିନ ବି ରହୁନାହାନ୍ତି କି ପିଲେ ଅଜା ଆଈ ତ ମାନେ ବହୁତ କମ୍ ଏଜ୍ରୁ ବି ଲୋକମାନେ ଏକ୍ସପାୟାର କରିଦେଉଛନ୍ତି। ଅଜା ଆଈ, ମାମୁଁ ମାଇଁ ସେମାନଙ୍କ କଥା ବି ଭାଇ କହୁଛି। ସମସ୍ତଙ୍କୁ ଭାଇ ଗୋଟେ ଜାଗାରେ ରହିବାଟା ସମସ୍ତଙ୍କ ଭଲ ହେଇଥାଏ, ଖରାପ ହେଇଥାଏ। କିନ୍ତୁ ଏକା ସାଙ୍ଗେ ଯେଉଁ ରହିକି ଥାଆନ୍ତି ମିଳିମିଶି, କିଛି ତ ଲୋକଙ୍କୁ ଭଲ ଲାଗିଥାଏ, କିଛି ଲୋକଙ୍କର। କାରଣ ଯୋଡ଼େ ହାତ ମିଶିକି ହିଁ ତାଳି ବାଜିଥାଏ, ଗୋଟେ ହାତରେ କେବେ ତାଳି ବାଜି ନଥାଏ। ସେଇଭଳି ପାଞ୍ଚ ଆଙ୍ଗୁଠି ଭାଇ ଦେଖ, ପାଞ୍ଚ ଆଙ୍ଗୁଠି କେବେ ସମାନ ବି ଭାଇ ହେଇନଥାଏ। ଯଦି ପରିବାରରେ ଯଦି ସମସ୍ତେ ମିଶିକି ଥାଆନ୍ତି ନା, ସେ ପରିବାର ଷ୍ଟ୍ରଙ୍ଗ ହେଇଥାଏ ବହୁତ। ଯେତେ ଦୁଃଖ ଆସୁ ସେମାନେ ହସି ହସି ଗଢ଼ି ଦେଇଥାନ୍ତି। କିନ୍ତୁ ତାଙ୍କରି ଭିତରେ ଜଣେ ଏମିତିଆ ଥାନ୍ତି ଯେ ସହିପାରିନଥାଏ କିଛି କଥା। ଭଲ କାମ ହଉ ସହିପାରନ୍ତି, ଦୁଃଖ କଥାକୁ ଟିକେ ଖୁସିରେ ଦେଇଥାନ୍ତି କି ଭଲ ହେଇଛି, ଏଇ କଥାଟା ଆମକୁ ବହୁତ ଭଲ ଲାଗେ। ସେମାନେ ସେୟା ହିଁ ଭାବିଥାନ୍ତି। କିନ୍ତୁ ପାଞ୍ଚ ଆଙ୍ଗୁଠି ମିଶିକି ମୁଠା ହିଁ ହେଇଥାଏ, ସେ କଥା ଚିନ୍ତା କରିନଥାନ୍ତି। କାରଣ ଲୋକ ନୁହଁ, ଅନ୍ୟର କଷ୍ଟ ଦେଖିବାକୁ ବହୁତ ଭଲ ପାଇଥାନ୍ତି, ଖୁସି ଦେଖିବାକୁ କମ୍ ଭଲ ପାଇଥାନ୍ତି। ଆପଣମାନେ ବି ତ ଦେଖୁଥିବେ ନିଜ ଚାରି ପାଖରେ, କାହିଁକିନା କହିବା ତ ମିଛ। କାହିଁକିନା ଲୋକ ଆସିକି କହିଦିଅନ୍ତି ଆଗରେ, ତତେ ଆଜି ଏଇ ଜାଗାରେ ଦେଖି ମୁଁ ଭାରି ଖୁସି। ଉପରେ ଉପରେ କୁହନ୍ତି, ମନ ଭିତରେ କେବେ କୁହନ୍ତିନି। କାରଣ ଲୋକ ସଦାବେଳେ ଚାହାନ୍ତି ଆମେ କିନ୍ତୁ ଉପରେ ରହୁ, ଆମକୁ ସମସ୍ତେ ଲୋକ ସମ୍ମାନ ଦିଅନ୍ତୁ, ଆଦର କରନ୍ତୁ। ସମ୍ମାନ ଭାଇ ମିଳିବ ସେତେବେଳେ ଯଦି ତୁମେ ପରକୁ ସମ୍ମାନ ଦେଉନଥିବ କି, ତାହେଲେ ନିହାତି ତୁମକୁ ହିଁ ସମ୍ମାନ ଲୋକ ଦେବେ। ନହେଲେ କାହିଁ ସୁଦର୍ଶନ ମହାରାଜ ମାନେ ଶ୍ରୀକୃଷ୍ଣଜୀ, ଶ୍ରୀକୃଷ୍ଣ କେଉଁଠି ଦ୍ୱାରିକାର ରାଜା ହେଇକି ବି ସିଏ ଦୌଡ଼ି ଯାଇଥିଲେ ନିଜ ସାଙ୍ଗ ସୁଦାମା ପାଖକୁ। ଏଥିପାଇଁ ତ ସିଏ, କାରଣ ସିଏ ସେତିକି ପିଲାବେଳେ ତାଙ୍କ ସାଙ୍ଗେ ମିଶିକି ରହିଥିଲେ ବୋଲି। ସେଇଭଳି ଭାଇ ଯିଏ ବି ଯେତେ ବଡ଼ ଧନୀ ନା ହଉ ନା କାହିଁକି ନା ସାଙ୍ଗ ହଉ, ବନ୍ଧୁ ହଉ, ଭାଇ ବି ହେଉନା, ଏମିତି ବି ଥାଏ। କେଉଁ ଭାଇ ତ ଅଧିକ ଧନୀ ହେଇଥାଏ, କେଉଁ ଭାଇ ମଧ୍ୟମ ସ୍ତର ଥାଏ। ତଥାପି ପରିବାର ଆବଶ୍ୟକ ମତାମଣାରେ ଭୁଲ ବୁଝାରେ ଅଲଗା ହେଇଯାଇଥାନ୍ତି। ଏବେକା ଜିନିଷ ହିଁ ସେୟା, ଅଲଗା ହେଇଯାଇଥାନ୍ତି। କିନ୍ତୁ ଯଦି ସେତିକି ତୁମ ଭିତରେ ସମୟ ଯେତେବେଳେ ବି କେବେ ନା କେବେ ତୁମେ ମିଶିବ, ଅସୁବିଧାରେ ପାଇଥିଲେ ହିଁ ନିହାତି ଆସିବେ, ସେଇଟା ନୁହଁ। ସେଥିପାଇଁ ତ ସମସ୍ତେ ସମାନ ହେଇନଥାନ୍ତି। ରହୁଛି ନିହାତି ଗତକାଲି ଗୋଟେ ବିଷୟରେ କଥା ହେବା। ଜୟ ଜଗନ୍ନାଥ। ଭଲ ଲାଗୁଛି ଯଦି ଆଉ କିଛି କେଉଁ ବିଷୟରେ କହିହେବ ଆପଣ ବି କରିକି ପକାନ୍ତୁ। ଭାଇ ମନ କଥା ଆଜିକା ଟାଇମ୍ରେ ସୋସିଆଲ୍ ମିଡ଼ିଆ ହିଁ କହିଦେବାଟା ଠିକ୍। କାହାକୁ କୁହ ବା ନ କୁହ, ଲୋକଙ୍କ କଥା ଧରନି, କହିଦିଅ, ଭଲ ଲାଗିବ ନିହାତି।